ଶ୍ରୀମଦ୍ ଭାଗବତ ଚତୁର୍ଥ ସ୍କନ୍ଦ ଅଷ୍ଟମ ଅଧ୍ୟାୟ ଧ୍ରୁବ ଚରିତ ରାଗ କଳସା। ନମାମି ଅମ୍ବିକା ସୁତ ଚରଣ ପଙ୍କଜ ସର୍ବଦେବଙ୍କ ମଧ୍ୟେ ଯା ନାମ ବିଘ୍ନରାଜ। ଅମ୍ବରୀଶ ଗିରି ସମୁଦ୍ରର କଳେବର କିରୀଟି କୁଣ୍ଡଳ କଣ୍ଠେ ହାର ମନୋହର। ତୁଙ୍ଗ ବକ୍ଷ ସ୍ଥଳ ଦୀର୍ଘ ଶୋଏ ଚାରୁ ଭୁଜ ଚାରି ଅକ୍ଷୟ ଅମୃତ ତୃଣ ପାପଙ୍କୁଶ ଧାରି। ଯାହାର ପ୍ରସନ୍ନ ବଳେ ବଡ଼ ବୁଦ୍ଧି ତୁଟେ ନିର୍ମଳ ବଚନ ଯେ ସ୍ଫୁରଇ କଣ୍ଠ ତଟେ। ମୋର ଚିତ୍ତେ ପ୍ରସନ୍ନ ହୁଅ ହେ ଲମ୍ବୋଦର କହେ ଭାଗବତ ବାଣୀ ସଂସାରର ସାର। ଭକ୍ତି ଯୋଗ ମଧ୍ୟ ଯେ ଉତ୍ତମ ଭାଗବତ କହିବି ଚତୁର୍ଥ ସ୍କନ୍ଧେ ଧ୍ରୁବର ଚରିତ। ଶପଥ ବରଷ ପୁତ୍ର ଘୋର ତପ କଲା ମାତୃ ଶପଥ ବାକ୍ୟେ ହରିଙ୍କୁ ଭଜିଲା। ପିତା ଜାନୁ ଆରୋହଣ ରଙ୍ଗ ଭଙ୍ଗ ଦୋଷ ମନେ ସପ୍ତଋଷି ଊର୍ଦ୍ଧ୍ୱେ ଯାଇ ବସିଲା ଗଗନେ। ଯାର ଘୋର ତପ ଦେଖି ଭୃଗୁ ମନେ ତୋଷ ଧନ୍ୟ ଧନ୍ୟ ଧ୍ରୁବ ବୋଲି ଋଷି ମନେ ଧନ୍ୟ ଧ୍ରୁବ ବୋଲି ଋଷି ମଧ୍ୟ ଭାସେ। ଜନନୀ ସହିତେ ଧ୍ରୁବ ଗମଇ ଆକାଶେ ଦର୍ଶନ ମାତ୍ର ତ୍ରିକାଳର ପାପ ନାଶେ। ଅଧିକ ଆୟୁଷ ଲଭେ ତ୍ରୟୋଦଶ ସୀମା ଯାର ଭାବ ନ କହନ୍ତି ଇନ୍ଦ୍ରହର ବ୍ରହ୍ମା। ତାହାର ଚରିତ ଯେ ଶୁଣନ୍ତି ସାବଧାନେ ସର୍ବ ପାପ ହରେ ମନ ରହେ ବିଷ୍ଣୁ ଧ୍ୟାନେ। ଅଶେଷ ଅମୃତ ବାଣୀ ଧ୍ରୁବର ଚରିତ କହିବି ପ୍ରସନ୍ନ ହୁଅ ମତେ ଗଣନାଥ। ପୁଣ୍ୟକ୍ଷେତ୍ର ବନେ ସରସ୍ୱତୀ ତଟେ ରହି ମୈତ୍ରୀୟ ମୁନି ଯେ ବିଦୁରର ଆଗେ କହି। ଦୁର୍ଗତି ତାରିଣୀ ପୁଣ୍ୟ ଭୀଷ୍ମ ନିବାରଣ କହେ ବିପ୍ର ଜଗନ୍ନାଥ ସାବଧାନେ ଶୁଣ। ମୈତ୍ରେୟ ବାଚ ସର୍ବଶାସ୍ତ୍ର ଜାଣଇ ଯେ କହେ ନାନା ମତେ ଧ୍ରୁବର ଚରିତ ବିଷ୍ଣୁ ଭକ୍ତ ଜନ ହିତେ। ମୈତ୍ରେୟ ଆଗେ ପରାଶର ମୁନି କହି ବିଷ୍ଣୁ ଜନ ହିତେ ବୈଷ୍ଣବ ଭାବ ବହି। ପରମହଂସ ବିମାନେ ବୈଷ୍ଣବ ଜାଣନ୍ତେ ବୈଷ୍ଣବ ଅଗ୍ରଣୀ ଶିବ କୁମର ଅଗ୍ରତେ। ବିଷ୍ଣୁ ଦୂତ ହରି କଥା କହିଛନ୍ତି ଯାହା ଭାଷା ପ୍ରବନ୍ଧରେ ମୁହିଁ ପ୍ରକାଶିବି ତାହା। ସାବଧାନେ ଦୃଢ଼ ଚିତ୍ତ କର ଏକ ଭାବ ଏ ଦୃଢ଼ ବୋଇତ ଭବ ବାରାଧି ତରିବ। ବିଷ୍ଣୁର ଆଦେଶେ ସୃଷ୍ଟି କାଳେ ପଦ୍ମଜୋନି ମୈଥୁନ ପ୍ରକାରେ ସେହି ଶିବ ଶକ୍ତି ଘେନି। ନିଜ କଳବର ବ୍ରହ୍ମା ବେନି ଖଣ୍ଡ କଲେ ସ୍ୱୟଂଭୁ ମନୁ ସତ ରୂପା ପ୍ରକାଶିଲେ। ମୈଥୁନ ବନ୍ଧେ ଉପୁଜିଲେ ପୁତ୍ର ବେନି ସୃଷ୍ଟି ଅଂଶ ହେତୁ ତିନି କନ୍ୟା ସଙ୍ଗେ ଘେନି। ପ୍ରିୟବତ ଉତ୍ତାପ ପାଦନ ନାମ ଆଦ୍ୟାର ସୁଗୁଣ ସ୍ୱରୂପ ରୂପେ ମୁହେ ତିନି ପୁର। କନ୍ୟା ଏକ ତହୁଁ ପ୍ରଜାପତିର ସମ୍ଭୂତ ଯେଣୁ ବ୍ରହ୍ମା ଭିଆଇ ସର୍ଜିଲା ଏ ଜଗତ। ସୃଷ୍ଟି ପୂର୍ବେ ଆନ ରୂପେ ବେନି ସହୋଦର ପ୍ରଜାବର୍ଗ ସଞ୍ଚିଲେ ସେ ଅନେକ ପ୍ରକାର। ଉତ୍ତାନ ପାଦର ସେ ହୋଇଲେ ପତ୍ନୀ ବେନି ସୁରୁଚି ସୁନୀତି ଯେ ସୁନ୍ଦର ଗୁଣ ଘେନି। ସେ ବେନି ପତ୍ନୀଙ୍କ ମଧ୍ୟେ ସୁରୁଚି ସୁପ୍ରିୟା ଉତ୍ତାନ ପାଦର ଚିତ୍ତେ ତାର ବଡ଼ ଦୟା। ତାହାର ଉଦରେ ବେନି ପୁତ୍ର ହୁଏ ରୂପ ଗୁଣ ସୁନ୍ଦରରେ ଜଗଜ୍ଜନ ମୋହେ। ତାର ବଡ଼ ପ୍ରିୟ ଉତ୍ତାନ ପାଦ ଜାଣ ଭୂଷଣ ବସନ ଆଦି କରେ ଉତ୍ତାନ ପାଦ ରାଜା ଭୂଷଣ ବସନ ଆଦି କରେ ତାକୁ ପୂଜା। ନିତ୍ୟ ପ୍ରିୟବତୀ ଯେ ନିମିଷେ ନ ଛାଡ଼ଇ ପତ୍ନୀ ସୁତ ଭାବେ ଗୌରବ ଭାବ ବଇ। ସୁନୀତି ଅପ୍ରିୟ ତାର ସୁତ ଧ୍ରୁବ ନାମ ରୂପ ଗୁଣେ ସୁନ୍ଦର ମୋହିତ କୋଟି କାମ। ବେନି ସୁତ ବେନି ଧାତ୍ରୀ ଘେନିଥାନ୍ତି ନୀତି ପିତାର ସମୀପେ ଦିଅନ୍ତି ରାଜା ସେନା।
ନିତ୍ୟେ ପିତାର ସମୀପେ ଦିଅନ୍ତି ରାଜସେବା ମତେ। ଏକ ଦିନେ ସୁରୁଚି ଉତ୍ତମ କରେ ଧରି ନୃପତି ସମୀପେ ମିଳେ ପ୍ରିୟ ଭାବ କରି। ଉତ୍ତମକୁ କୋଳେ ଦେଇ ରହିଲା ଅନ୍ତରେ ନୃପତି ସବାର ମଧ୍ୟେ ପ୍ରିୟ ଭାବ ଭରେ। ଏମନ୍ତ ସମୟେ ଧାତ୍ରୀ ଧ୍ରୁବ ଘେନି ସଙ୍ଗେ ରାଜାର ସମୀପେ ପ୍ରେମ ପୁତ୍ର ଭାବ ରଙ୍ଗେ। ଉତ୍ତମକୁ କୂଳେ ଦେଖି ଧ୍ରୁବ ସ୍ନେହ କଲା ପିତା କୂଳେ ବସିବାକୁ ହସ୍ତ ପ୍ରସାରିଲା। ତାହା ଦେଖି କୋପଚିତେ ସୁରୁଚି କହଇ ଦୁର୍ଭାଗ୍ୟତନୟା ହୋ ବଦନେ ଲାଜ ନାଇଁ। ଆହରଣ କଲୁ ଲୋଡୁ ନୃପ ସିଂହାସନ ଯେ ଆସନେ ସୁପୂଜିତ ଏ ତିନି ଭୁବନ। ପୂର୍ବତପ ଫଳେ ଦେଖ ଉତ୍ତମକୁ ମୋର ନୃପ ବିଜେ ଉପୁଜିଲା ମୋହର ଉଦର। ଏ ଯେ ନୃପ ସିଂହାସନେ ବସିବାକୁ ଏକଥା ବିଦିତ ଭଲେ ଜାଣନ୍ତି ତ୍ରିଲୋକ। ବିଷ୍ଣୁରେ କଠୋର ତପ ପୂର୍ବେ ସେ କରଇ ତପ ବଳେ ଲଭେ ଯେ ଦୁର୍ଲଭ ନର ଦେଇ। ଯେଉଁ ତପ ଯେତେ ଭୋଗ କରନ୍ତି ଜଗତ କହଇ ବାଳକ ପୁତ୍ର ଶୁଣ ଏକ ଚିତେ। ଯେଉଁ ତପେ ବସନ୍ତି ଯେ ଏ ରାଜା ଆସନେ କୋଟି ତପ ପାଇଛନ୍ତି ତାହା ରାଜା ମାନେ। ଜାଣିଲି ମୁଁ ପୂର୍ବେ ତୋର କିଛି ତପ ନାହିଁ ତେଣୁ ଅଭାଗିନୀ ଗର୍ଭେ ଉପୁଜିଲୁ ତୁହି। ଏହି ଅନୁମାନେ ତୋର ଅଳ୍ପ ପୁଣ୍ୟ ଜାଣ ଶୁଭାଶୁଭ ଫଳ ଅନୁମାନ ଏ ପ୍ରମାଣ। ରାଜକୁମାର ପଣେ ଜନ୍ମ ତୋହର ନାନା ସୁଖେ ଭୋଗ ତୋର ନାହିଁ ଅଧିକାର। ଦେଖ ଏ କୁମର ମୋର ଗର୍ଭେ ଜାତ ହୋଇ ଏ ନୃପ ସିଂହାସନକୁ ଯୋଗ୍ୟ ଏ ଅଟଇ। ନୃପାସନେ ବସିବାକୁ ଚିତ୍ତ ଯେବେ ତୋର କିମ୍ପା ଜନ୍ମ ନ ଲଭିଲୁ ମୋହର ଗର୍ଭର। ଏମନ୍ତ ସଭାର ମଧ୍ୟେ ସୁରୁଚି ବଚନ ଶୁଣି ଧ୍ରୁବ ଶୋକ ଚିତ୍ତେ ହୋଇଲା ମୌନ। ଅନ୍ତର୍ଗତେ କମ୍ପଇ ତାହାର ନିଜ ଦେହି ଅଧମୁଖେ ରହିଲା ସେ ଭୂମିକୁ ଦୃଷ୍ଟି ଦେଇ। ଉଚିତ ନ କହେ ନୃପମଣି ସଭା ମଧ୍ୟ ଶୁଣି ସେ ସୁରୁଚି ଗର୍ଭବାଣୀ। ତାହାର ଗୌରବେ ଯେ ଯନ୍ତ୍ରିତ ଚିତ୍ତ ହୋଇ ସଭା ମଧ୍ୟେ ଏକ ବାକ୍ୟ ନ ପାରଇ କହି। ଏମନ୍ତ ନୃପତି ଗୁଣ ଦେଖି ଧ୍ରୁବ ମନେ ଧାତ୍ରୀ ସଙ୍ଗେ ନୃପ ଶୁନୁ ଗମିଲେ ଭୁବନେ। ମାର୍ଗ ଯାନ୍ତେ ବ୍ୟାକୁଳ ଯେ ଦିଶେ ଦଶ ଦିଗ ସଫ ପ୍ରାୟ ଫୁଣ ଛାଡ଼ଇ ନିଶ୍ୱାସ। ମାତାର ସନ୍ନିଧେ ଧ୍ରୁବ ନିଜପୁରେ ଯାଇ ଅଶ୍ରୁ ଭୟେ ଲୋଚନ କମ୍ପଇ ନିଜ ଦେଇ। ଅଶ୍ରୁକଣ୍ଠ କୁଣ୍ଠିତ ବଚନ ଗଦ ଗଦ ନ ସ୍ଫୁରଇ ବାକ୍ୟ ମୁଖୁ ଶୁଣ ମନ ଖେଦ। ଏମନ୍ତ ପୁତ୍ର ବଦନ ସୁନୀତି ଅନାଇ ଛନ ଚିତ୍ତେ ପଚାରିଲେ ଧାତ୍ରୀ ମୁଖ ଚାହିଁ। ତୁ ଯେ ପୁତ୍ର ଘେନି ଗଲୁ ନୃପତି ସମୀପେ କିମ୍ପା ଏ ରୋଦନ କରେ ଅତି ମନସ୍ତାପେ। ମାତାର ବଚନ ଶୁଣି ନୃପତି ନନ୍ଦନ ଊର୍ଦ୍ଧ୍ୱମୁଖେ ଚାହିଁ କହେ ବିକଳ ବଚନ। ଜନନୀ ଜାଣିଲେ ପୁତ୍ର ଅପମାନ ପାଇ ପିତାର ସମୀପେ କିମ୍ପା ଅପମାନ ବହି। ମୁଖ ଲକ୍ଷ୍ମୀ ଆହାର ତ ନ ଦିଶେ ସୁନ୍ଦର ଅତି ଦୁଃଖେ ବୁଡ଼ିଲା ଯେ ମୋହର କୁମର। ବେନି କରେ ଆକର୍ଷି ପୁତ୍ରକୁ କୋଳେ ଧରି ମୂର୍ଧନି ଆଘ୍ରାଣ କରି ନିଶ୍ୱାସ ସଂହରି। ଅତି ମ୍ଳାନ ମୁଖ ଦେଖି ପୁନଃ କୋଳେ ଓଦର ଲଗାଇ ପୁଛେ ଅତି ସ୍ନେହ ଭରେ। ମୁଖେ ଜଳ ଛିଞ୍ଚି ସେ ବଦନ ପୁଛେ ଲୁହ କିମ୍ପା ତୁ ରୁଦନ କରୁ ବେଗେ ବତ୍ସ କହ। ରାଜାର କୁମର ତୁ ଦୁର୍ଲଭ ପ୍ରାଣୀଙ୍କର ସ୍ୱଭାବେ ସୁନ୍ଦର ଗୁଣ ନୀତି ମନୋହର। ତୋତେ ଶୋକ ଦେବାକୁ କେ ଅଛଇ ଜଗତେ କିମ୍ପା ତୁ ରୁଦନ କରୁ କହ ମୋ ଅଗ୍ରତେ। ମାତାର ବଚନ ଶୁଣି ଧ୍ରୁବ ଦୁଃଖ ମନେ ନିଶ୍ୱାସ କୁଣ୍ଠିତ ଅଶ୍ରୁ କଣ୍ଠ ପୂର୍ଣ୍ଣ ମନେ। ଶୁଣ ଗୋ ଜନନୀ କହୁ ତୋହର ଅଗ୍ରତେ ରାଜା ମହାଦେଇ ତୁମ୍ଭେ ବୋଲାଓ କେମତେ। ସୁରୁଚି ପ୍ରାୟେ ତୁମ୍ଭକୁ ଜାଣନ୍ତି ଜଗତେ ସେ ରାଜାର ପ୍ରିୟା ତୁମେ ଦୁର୍ଭାଗୀ କେମତେ। କେଉଁ ମତେ ଉତ୍ତମ ବୋଲାଏ ତ ତାର ପୁଅ ମୁଁ ଅଧମ ମାତା ସତ ମତେ କହ। ମୁଁ ନୃପତି
ନୃପ ସିଂହାସନେ ବସିବାକୁ ବେନି ଭାଇ, ସେ କିମ୍ପା ହୋଇଲା ଯୋଗ୍ୟ ମତେ ଭୋଗ ନାହିଁ। ସେ କିମ୍ପା ଉତ୍ତମ ନାମ ବହିଲା ଜଗତେ, ତୋର ପୁଅ ହୋଇ ମୁହିଁ ଅଧମ କେମନ୍ତେ। ମୋହର ସୁକୃତ କିମ୍ପା ଏମନ୍ତ ହୋଇଲା, ଉତ୍ତମ ସୁଖେ କେମନ୍ତେ ପାଇଲା। ଏମନ୍ତ ପୁତ୍ର ବଚନ ଶୁଣି ନ ସୁନୀତି, ଏମନ୍ତ ପୁତ୍ରର ବଚନ ଶୁଣି ନ ସୁନୀତି। ପୁତ୍ରର ବିଚାର ପ୍ରଶ୍ନେ ଦୃଢ଼ କରି ତର ମତି, ସ୍ତବଦର ଇ ନିଶ୍ୱାସ ଛାଡ଼େ ଧୀରେ ଧୀରେ। ଶିଶୁକୂପ ଶାନ୍ତି ଅର୍ଥେ କହଇ ମଧୁରେ, ସ୍ୱଭାବେ ରାଜନୀତି ସେ କହେ ପୁତ୍ର ଚାହିଁ। କହିବି ସକଳ ମନୁ ଦୁଃଖ ଛାଡ଼ ତୁଇ, ଜାଣିଲି ନୃପ ସମୀପେ ଅପମାନ କଥା। ଶୁଣରେ ସାଧୁ ନନ୍ଦନ ଛାଡ଼ୁ ମନ ବ୍ୟଥା, ତୁ ଯେତେ କହିଲୁ ବାବୁ ଏ ସତ୍ୟ ପ୍ରତ୍ୟକ୍ଷ। ସୁରୁଚି ବଚନ ଶୁଣି ନୃପବର ପକ୍ଷେ, ସୁରୁଚି ସୌଭାଗ୍ୟ ସେହି ରାଜା ପାଟରାଣୀ। ସର୍ବରାଜ ପତ୍ନୀଙ୍କର ଉପରେ ଶିରୋମଣି, ଜନ୍ମାନ୍ତର ଯେଣୁ ସେ ଅନେକ ତପ କଲା। ତପ ବଳେ ସ୍ୱାମୀର ସେ ସୁହାଗୀ ହୋଇଲା, ଜାଣିଲି ନିଶ୍ଚୟ ମୋର ପୂର୍ବ ତପ ନାହିଁ। ସେ ଫଳେ ଦୁର୍ଭାଗୀ ମୁହିଁ ରାଜା ପତ୍ନୀ ହୋଇ। ପୂର୍ବେ ତୋର ଭାଇ ଯେ ଉତ୍ତମ ତପ କଲା, ତପ ବଳେ ନୃପ ସିଂହାସନରେ ବସିଲା। ସୁରୁଚି ସୁଭାଗା ତପ ବଳ ରାଜରାଣୀ, ସର୍ବପତ୍ନୀ ମଧ୍ୟ ସେ ବୋଲାଏ ଇଷ୍ଟରାଣୀ। ଉତ୍ତମ ପୁତ୍ର ପୁଣ୍ୟତା ଉଦର, ଜନ୍ମିଲା ଉତ୍ତମ ସିଂହାସନ ଅଧିକାର। ଶୁଣ ହେ କୁମର ମଣି ସ୍ଥିର କରି ମନ, ସାବଧାନ ହୋଇ ଶୁଣ ମୋହର ବଚନ। ଯେବା ଭାଗ୍ୟ ପୂର୍ବ ଜନ୍ମେ ନାନା ତପ କରି, ନାନା ରୂପେ ଭୋଗ ଭୁଞ୍ଜେ ନାନା ଦେହ ଧରି। ଚନ୍ଦ୍ର ଜ୍ୟୋତି ପାଟ ଛତ୍ର ଚାମର ସମେତେ, ନୃପ ସିଂହାସନ ବସେ ବାଦ୍ୟନାଦ ଗୀତେ। ସିନ୍ଦୁର ମଣ୍ଡିତ ଶିର ରାଜବୃନ୍ଦ ମେଳେ, ମନୋଗାମୀ ତୁରଙ୍ଗମ ଚତୁରଙ୍ଗ ବଳେ। ଆନାଦି ବ୍ୟାଧି ଜୀବନେ ଜୟ ଶୀତ ସୀମା, ଉତ୍ତମ ସୁଜନେ ତାର ସୁଚ୍ୟୁତି ମହିମା। ଶୁଣ ରାଜେ ରାଜପଥ ଲଭେ ଅକଣ୍ଟକ, ରାଜା ଯଶ ଗୁଣେ ପୁରେ। ଇହ ପରଲୋକ ହରିହର ଚରଣେ ସେ ବଇ ନିତ୍ୟ ନିତ୍ୟେ, ଦୁଃଖୀ ଜନଙ୍କରେ ଦୟା ବହେବ ହୃଦଗତେ। ନିର୍ମଳ ପବିତ୍ର ଜ୍ଞାନ ନିତ୍ୟ ଯାର ଚିତ, ସର୍ବଶାସ୍ତ୍ର ଅଭ୍ୟାସ କରଇ ଶୁଦ୍ଧ ଚିତେ। ରିପୁ ରାଜା ବର୍ଗେ ଜୟ ସତ୍ୟ ଗୁଣମତି, କାରୁଣ୍ୟ ସମ୍ପନ୍ନ ଦୃଷ୍ଟି ବାଣୀ ସୁଧାକୃତି। ସର୍ବଦା ନିଶ୍ଚଳେ ସଦଗୁରୁ ପାଦେ ଭକ୍ତି, ସର୍ବଦା ସୁଖ ଯେ ଜାତ ସଂଯୋଗର ଭକ୍ତି। ଉପାସନ ମନେ ରୁଚି ଅଭୟ ବଚନ, ସଭା ମଧ୍ୟେ ସୁପଣ୍ଡିତ ଅତି ଦିବ୍ୟମାନ। ପ୍ରଜାନ୍ତ ତାରଣ ମଧ୍ୟ ଅତି ପଣେ ଅନୁବ୍ରତ ରହେ, ବାଣିଜ୍ୟ ଚତୁର ବାକ୍ୟ ମନ ମୋହେ। ଯୋଷିତ ପ୍ରୟୋଗ ମୃଦ ବଚନ ଭାଷିତ, ବ୍ରାହ୍ମଣ ବିଷୟ ଚିତ୍ତ ଭଜେ ସର୍ବନିତ। ସ୍ୱଧର୍ମ ଜୀବନେ ପୋଷେ ନିଜ ବୃତ୍ତି ରହି, ବୃଦ୍ଧଙ୍କର ଭାବେ ଯେ ସ୍ୱାତିକ ମନ ଦେଇ। ଭାଗୀରଥୀ ତୀରେ ବାସ ସୁତୀର୍ଥେର ମରଣ, ଅର୍ଥିଭୋଗୀ ଗଣ ମୁଖ୍ୟ ଅତିଥି ତୋଷଣ। ବନ୍ଧୁଜନ ତୁଲେ ଭୋଗ କରେ ସମତୁଲେ, ଦାନ ଦକ୍ଷେ ଦିବସ ଯାହାର ଯାଇ ଭଲେ। ନିଜ ବିଦ୍ୟାବସନ ବର୍ତ୍ତହି ନିରନ୍ତର, ନିତ୍ୟ ସେବା କରେ तात ଜନନୀ ପୟର। ଯଶ ଧର୍ମ ନିରନ୍ତରେ ସଞ୍ଚେ ଧନ ପ୍ରାୟେ, ସ୍ୱର୍ଗ ଅପବର୍ଗ ବୁଦ୍ଧି ସର୍ବଗୁଣ ବହେ। ନିତ୍ୟ ମିଳେ ସାଧୁସଙ୍ଗ ମିତ୍ର ସର୍ବଭୂତେ, ଇତିହାସ ପୁରାଣାଦି ଶୁଣେ ଶୁଦ୍ଧ ଚିତ୍ତେ। ବିପଦର କାଳେ ଧୀର ଚିତ୍ତ ହୋଇ ରହେ, ସମ୍ପଦ ଆଗମେ ଧୀର ଗାତ୍ରେ ବୁଦ୍ଧି ବହେ। ବିଦ୍ୟା ପଢ଼ଇ ଗଭୀର ସାଗର ପ୍ରାୟ ରହି, ପାତ୍ର ଦାନେ ସମ୍ପଦ ଉଦାସ ଭାବେ ବହି। ଯଶ ଧର୍ମ ସଞ୍ଚିବାର ନିତ୍ୟ କଲେ ମତି, ସ୍ୱର୍ଗ ମୁଖ୍ୟ ସୁଧ ଫଳ ସ୍ୱଭାବେ ଯେ କୀର୍ତ୍ତି। ସାଧୁ ସଙ୍ଗେ ମେଳେ ଦୃଢ଼ ନିତ୍ୟ କରେ ଆଶା, ପିତୃ ମାତୃ ପ୍ରାୟ ଜୀବ ଯେବେ କରେ ବାଞ୍ଚା। ଇତିହାସ ବାଣୀ ଯେହୁ ପୁରାଣେ ଶ୍ରବଣ, ଉତ୍କଣ୍ଠ ସ୍ୱଭାବ ନିତ୍ୟ ବହେ ଅନୁକ୍ଷଣ। ବିପଦ ଆଗମେ ଯେ ଆପଣା
ବଞ୍ଚେ ଦିନ ସମ୍ପଦ କାଳେ ଭାସେ ମଧୁର ବଚନ ଗଭୀର ବଚନ କହେ ବଚନ ବିକାଶେ ଉତ୍ତମ ଉଦାର ବୁଦ୍ଧି ପ୍ରାୟ ଉପଦେଶେ ସମଦମ ମହତ ଯେ ଶରୀରେ ଧରଇ ଏତେ ଗୁଣ ବହେ ଯାର ପୂର୍ବ ଭାଗ୍ୟ ଥାଇ ଏଣୁ ପୂର୍ବେ ତୋହର ମୋହର ତପ ନାହିଁ ଏ ଜନ୍ମେ ଲୋଡ଼ିଲେ ପୁତ୍ର ପାଇବା ତା କାହିଁ ମାନ ଅପମାନ ଯେ କର୍ମର କର୍ମ ବେଳେ ଏହା ଜାଣି ପ୍ରାଣୀ ଚିତ୍ତ ନ ରହେ ନିଶ୍ଚଳେ ଆପଣା ଅଜିଲା କର୍ମ ଆପଣେ ଭୁଞ୍ଜଇ ବିଧାତାର ବଳେ କର୍ମ ଅନ୍ୟଥା ନୁହଇ ଏଣୁ ତୁ ନ କର କରି ଶୋଚ କର୍ମ ଶୋକ ଏଣୁ ତୁ ନ କରି ଶୋକ କର୍ମକୁ ଆଦର ମୋହର ବଚନେ ପୁତ୍ର ତୁ ସଂହର ଏମନ୍ତ ମତାର ବାକ୍ୟ ସାବଧାନେ ଶୁଣି ପୁତ୍ର ହିଁ ପଣ୍ଡିତ ବାକ୍ୟ ମନେ ମନେ ଗୁଣି ଜନନୀ ବଦନ ଚାହିଁ ପେନି କର ଯୋଡ଼ି କହେ ସୁପ୍ରମୋଦ ବାକ୍ୟ ମାତା ପାଦେ ପଡ଼ି କହ ଧ୍ରୁବ ବାଚ କହଇ ମଧୁର ବାଣୀ ଶୁଣ ଗୋ ଜନନୀ ମତେ ତୁ ବାଳକ ପ୍ରାୟ କେବେ କହଇ ମଧୁର ବାଣୀ ଜନନୀ ଗୋ ଶୁଣ ମତେ ତୁ ବାଳକ ପ୍ରାୟ କେବେ হে ନମଣ ପବିତ୍ର ମନୁବଂଶରେ ଜନ୍ମ ଯେ ମୋହର ଉତ୍ତାନ ପାଦର ବିଜେ ତୋହର ଉଦର ତୁଜେ ବୋଲୁ ତପେ ସର୍ବ ସମ୍ପଦ କାରଣ ତେଣୁ କହୁଅଛି ତୁ ସ୍ଥିର ମନେ ଶୁଣ ସଂସାର ଦୁର୍ଲଭ ପଦ ଯଦି ତପ ପାଇ ନିଗମ ଦୁର୍ଗମ ବନେ ସାଧିବ ହିଁ moi ଏକମାତ୍ର ଆଜ୍ଞା ମତେ ଦିଅ ସୁଧ ଚିତେ ଆଶୀର୍ବାଦ ଦିଅ ତପ ସାଧିବି ଯେ ମତେ ଏମନ୍ତ ନିଷ୍ଠାର ବାଣୀ ଶୁଣି ପୁତ୍ର ମୁଖୁ ସୁନୀତି କପାଳେ କର ଦେଇ ମନ ଦୁଃଖେ ଏମନ୍ତ ଧ୍ରୁବର ବାଣୀ ଦୃଢ଼ ଶୁଣି ମାତା ପୁତ୍ର ମୁଖ ଚାହିଁ ମନେ କଲା ଗୁରୁ ଚିନ୍ତା ବୋଲଇ ମୋହର ଗର୍ଭ ଜାତ ଏ କୁମୋର ରାଜାର ଆତ୍ମା ସମ୍ଭୁ ତେଜ ପର ଖର କ୍ଷତ୍ରିୟ ସ୍ୱଭାବ ବହେ ଦୁର୍ଗମ ଚରିତ ତପ ବଳେ ଶ୍ରବଣ ଦ୍ରବିଲା ଅନ୍ତର୍ଗତ ତେଜ ବିରାଜଇ ଦେହ ତପନ ପରାଏ ଅବଶ୍ୟ ଗମିବ ତପ ଜାଣିଲି ନିଶ୍ଚୟ କେବେ ହେଁ ନ କରିବ ମୋହ ନ ରହିବ ମୋହର ବଚନେ ମୁଁ ଜାଣି ନ ଜାଣି ମୁଁ ଉପଦେଶ କହିଲି ଅଜ୍ଞାନେ ତାହାର ସୁନ୍ଦର ମୁଖ ଦେଖି ମୁଁ ସମ୍ମୁଖେ ନିୟମ କୋଟି ଯୁଗ ହୋଇବ ପ୍ରତ୍ୟକ୍ଷେ କି ବୁଦ୍ଧି ଉପାୟ କରି କେମନ୍ତ ରଖିବି ଦୁର୍ଗମ ସଙ୍କଟୁ ଏବେ କେମନ୍ତେ ବଞ୍ଚିବି ଏମନ୍ତ ବିଚାରି ଯେ ପୁତ୍ର ମୁଖ ଚାହିଁ କହଇ ସୁନୀତି ମନ ଦୁଃଖ ଖେଦ ବଇ ଶୁଣ ପୁତ୍ର ସାବଧାନେ ମୋହର ବଚନ କେବଳ ଅଟୁ ତୁ ପୁତ୍ର ରାଜାର ନନ୍ଦନ ତୋତେ ଆଜ୍ଞା ଦେବାରେ ମୋହର ଶକ୍ତି ନାହିଁ ତୁ ତ 7 ବରଷ ସୁକୁମାର ତୋର ଦେଇ ତଥାପି କହିବି ଶୁଣ ସାବଧାନ ଚିତେ ରାଜାର ଭୁବନେ ଅଛି ସପତ୍ନୀ ଆୟତେ ତାର ବାକ୍ୟ ନିର୍ଘାତେ ମୋହର ଚିତ୍ତ ବହେ ଗିରିକୁ ସ୍ରବିଲା ପ୍ରାୟ ଅଶ୍ରୁଧାର ବହେ ଏବେ ତୋର ବନଗତି ଶୁଣି ମୋର ମନ ଅଧିକେ ସ୍ରବଇ ଯେ ଲୋତକେ ମନୟନ ନଦୀ ପ୍ରାୟ ବହେ ବାରି କେବେ হে ନ ରହେ କହ ପୁତ୍ର ଏବେ ମୁଁ କି କରିବି ଉପାୟ ସ୍ୱଭାବେ ମୁଁ ଏକ ପତ୍ନୀ ରାଜାର ଭବନେ ପ୍ରାଣ ଦେହ ଧରଇ ମୁଁ ତୋର ଦରଶନେ ମୋହର ତୁ ଅଧ ଯଷ୍ଟି ତୋର ପଛେ ଥାଇ ବାଡ଼ି ହସ୍ତୁ ଗଲେ ଅନ୍ଧ କେମନ୍ତ ବଜଇ ପୁତ୍ର ଜନ୍ମ ନହିଲାରୁ ମୋର ମନେ ବ୍ୟଥା ତୋର ପ୍ରାପ୍ତି ଅର୍ଥେ କେତେ ପୁଛିଲି ଦେବତା କୁଛ ଚନ୍ଦ୍ରାୟଣ ଉପବାସୀ ବ୍ରତ କଲି ସେ ତପେ ସାଧନ୍ତେ ପୁତ୍ର ତୋତେ ମୁଁ ପାଇଲି ତୋର ମୁଖ ଚନ୍ଦ୍ରୋଦୟ ଦେଖି ମୋର ମନ ସମୁଦ୍ର ତରଙ୍ଗର ପାଏ ଉଲ୍ଲଳ ନୟନ
ଆନନ୍ଦେ ପୟ ଯେ ପୁର ମୋର ବେନି ସ୍ତନ, ଗଳିତ ହୁଅଇ ଦେଖି ତୋହର ବଦନ। ତୋର ମୁଖ ନ ଦେଖି ମୋହର ଅଙ୍ଗ ତାପେ, ତତ୍କ୍ଷଣ ଶୀତଳ ହୁଏ ମିଳିଲେ ସମୀପେ। ମୋହର ହୃଦୟରେ ତୁ ନିଦ୍ରିତ ସ୍ତନ୍ୟପାନେ, ହସ୍ତ ଆରୋହିତ ଦୁଗ୍ଧ ବୋଧିତ ବଦନେ। ତୋହର ଶୀତଳ ବାକ୍ୟ କନେ ଶୁଭେ ଯେତେ, ସପତ୍ନୀର ବାକ୍ୟ ତାପ ହୃଦୟରେ ନ ବାଧେ। ବିଳମ୍ବ ତୋହର ନିଦ୍ରା ଦେଖି ମୋର ଚିତ୍ତ, ପଦ୍ମେ ଯେନେ ଚାହିଁଥାଏ ସୂର୍ଯ୍ୟର ଉଦିତ। ବାଳକଙ୍କ ସଙ୍ଗେ କ୍ରୀଡ଼ା କରିବାର ଅର୍ଥେ, ଗୃହରୁ ବାହାର ହୋଇ ମିଳୁ ଯେବେ ପତେ। ତୋର ବିଳମ୍ବେ ହୃଦ ବେନି ସ୍ତନ ମୋର, ଅନେକ ଝରଇ ଯେନେ ମେଘ ଜଳଧାର। ତୁମର ତପସ୍ୟାର୍ଥେ ଯେବେ ଯିବୁ ହଟେ, ମୋର ପଞ୍ଚପ୍ରାଣ ଯେ ମିଳିବ କଣ୍ଠ ତଟେ। ଅତି ତାପେ ତାପିବି ଯେ ତୋହର ଗଗନେ, ଏକାତ କୁମର ମଣି ଜନନୀ ବଚନେ। ବିଷ୍ଣୁର ପୟରେ ହୃଦେ କରି ନମସ୍କାର, ମଙ୍ଗଳ ମୁହୂର୍ତ୍ତେ ଧ୍ରୁବ ହୋଇଲା ବାହାର। ଜନନୀର ମନ ଯେ ପୁତ୍ରରେ ପଛେ ଗଲା, ଚଳନ୍ତେ ରାଜାର ପୁରେ କେହି ନ ଦେଖିଲା। ବାଳକ ବାଳ ଆଦିତ୍ୟ ପ୍ରାୟେ ପ୍ରଥ ଯାନ୍ତେ, ଅନୁକୂଳେ ପବନ ବହିଲା ଅକସ୍ମାତେ। ପବନେ ଚଳିତ ବନ ଲତା ତରୁ ଗଣ, ହସ୍ତ ପସାରିଲା ପାଏ କରନ୍ତି କଲ୍ୟାଣ। କାନନେ ପଶିଲେ ଧ୍ରୁବ ଗୋବିନ୍ଦ ସୁମରି, ଜନନୀ ଚରଣେ ବେନି ହୃଦଗତେ ଧରି। ଭୂମିକି ଅନାଇ ସେ ଅନେକ ଦୂର ଗଲା, ଗଗନ କାଞ୍ଚନ ରାଜପଥ ନ ଜାଣିଲା। ନଭକ୍ଷୀଣ ତୁଷିତ ବାଧିତ ଦୁଃଖ ମନେ, ବୃକ୍ଷମୂଳେ ବସିଲା ଆଦିତ୍ୟ ଅବସାନେ। ବାଳକ ଭାବଇ ମନେ ଦଶ ଦିଗ ଚାହିଁ, କାହାକୁ ପୁଛିବି ମୋର ସଙ୍ଗେ କେହି ନାହିଁ। ବେନି ଚକ୍ଷୁ ବୁଜି ଯେ କୃଷ୍ଣଙ୍କୁ ସୁମରଇ, ବନଜତୁ ଭୟେ ଧ୍ରୁବ ପୁଣି ହିଅ ନାହିଁ। ତାର ପୂର୍ବ ତପ ବଳେ ସେ ଘୋର କାନନେ, ସାୟଂକାଳ ସମୀପେ ମିଳିଲେ ମୁନିମାନେ। ପର୍ବତ କାନନେ ଦ୍ରୁମ ଜଳ ଅଗ୍ନି ପଥେ, ବାଳ ବୃଦ୍ଧ ବନିତା ଦୁର୍ବଳ ବ୍ୟାଧିଗ୍ରସ୍ତେ। ପୂର୍ବ ଭାଗ୍ୟ ଥିଲେ ପ୍ରାଣୀ ଦୁସ୍ତରୁ ତରନ୍ତି, ଭାଗ୍ୟହୀନ ଗୃହ ଯତ୍ନେ କରିଣ ମରନ୍ତି। ବାଳକର ରାବଇ ମନେ ଦଶ ଦିଗ ଚାହିଁ, କାହାକୁ ପୁଛିବି ମୋର ସଙ୍ଗେ କେହି ନାହିଁ। ବେନି ଚକ୍ଷୁ ବୁଜି ଯେ କୃଷ୍ଣଙ୍କୁ ସୁମରଇ, ବନ୍ୟଜନ୍ତୁ ଭୟେ ଧ୍ରୁବ ପୁଣି ହିଅ ନାହିଁ। ତାର ପୂର୍ବ ତପ ବେଳେ ସେ ଘୋର କାନନେ, ସାୟଂକାଳେ ସମୀପେ ମିଳିଲେ ମୁନିମାନେ। ପର୍ବତ କାନନ ଦ୍ରୁମ ଜଳ ଅଗ୍ନିପଥ, ବାଳ ବୃଦ୍ଧ ବନିତା ଦୁର୍ବଳ ବ୍ୟାଧିଗ୍ରସ୍ତ। ପୂର୍ବ ଭାଗ୍ୟ ଥିଲେ ପ୍ରାଣୀ ଦୁସ୍ତରୁ ତରନ୍ତି, ଭାଗ୍ୟହୀନ ଗୃହେ ଯତ୍ନ କରିଣ ମରନ୍ତି। ଦେଖ ତାର ଭାଗ୍ୟ ବଳ ସପ୍ତ ଋଷି ଗଣେ, ସମୀପେ ମିଳିଲେ ଆସି ଭୟଙ୍କର ବନେ। ରାଜାର କୁମର ବା କାହିଁ ବନବାସ, ଦୈବ୍ୟର ଘଟନ ଦେଖ ଧର୍ମର ବିଶ୍ୱାସ। ଏଣୁ ନିଜ କର୍ମକୁ କରିବ ନମସ୍କାର, ଯାହାର ଉପରେ ନାହିଁ ପ୍ରଭୁ ଅଧିକାର। ଯାହାର ଯେ ଶୁଭାଶୁଭ ପୁଣ୍ୟ ଫଳ ଥାଇ, ମନେ ନ କପିଲେ ଅକସ୍ମାତ ସେ ମିଳଇ। ଭବିଷ୍ୟତର ଯୁବନ୍ଧେ କରି ଆକର୍ଷଣ, ନାନା ସ୍ଥାନେ କରୁଥାଇ ଭବିଷ୍ୟ କାରଣ। ଶରୀର ସମ୍ପଦ ବିବିଧ ବେଷ୍ଟିତ, ତେଜ ବଳେ ଉଦ୍ୟମ ସେ ସହାୟ ପ୍ରମଥ। ପୁଣ୍ୟ ବଳ ଥିଲେ ଯେ ସେ ସମସ୍ତ ଫଳ ପାଇ, ପୂର୍ବେ ନ ଅର୍ଜିଲେ ଲାଭ ନ ପାଇଟି କାହିଁ। ଚକ୍ଷୁ ମିଳି ଚାହାନ୍ତେ ଦେଖିଲା ମୁନିଗଣ, ତେଜ ବିରାଇ ଯେନେ ସୂର୍ଯ୍ୟର କିରଣ। ଭାଗ୍ୟ ଜାତେ ଅକ୍ରୋଶ ଯେ ମିଳିଲେ ସର୍ବମୁନି, ଲଲାଟେ ତିଳକ ଦଣ୍ଡ ପ୍ରଭାକରେ ମେନି। କୃଷ୍ଣାର୍ଜିନ ପରିଧାନ ପବିତ୍ର ଉତ୍ତରୀ, ଉନ୍ନୀଳ ଲୋଚନେ ଅକ୍ଷସୂତ୍ର ଦଣ୍ଡଧାରୀ। ଅକସ୍ମାତେ ମିଳିଲେ ଯେ ଅଗାଧ କ୍ଷୀର ନିଧି, ଆଦିମାତା ଜାଣି ଜ୍ଞାନ ଗୁଣେ ସେ ପ୍ରସିଦ୍ଧି। ଅମୃତ ବଚନ କି ବଦନେ ବରସନ୍ତି, କ୍ଷୀର ନିଧି ମଧ୍ୟେ ହ୍ରାସ ପ୍ରାୟ ସେ ଦିଶନ୍ତି। ଏମନ୍ତ ମୁନିଙ୍କ ଧ୍ରୁବ ସନ୍ନିଧରେ ଦେଖି, ସମ୍ଭ୍ରମି ଚିତ୍ତେ ଉଠିଲା ଆସନ ଉପେକ୍ଷୀ। କପାଳେ କର
ସମ୍ପୁଟ ଦେଇ ଦୃଢ଼ ମନେ ମୁନିକି ପ୍ରଣାମ କଲା ହରସ ବଦନେ। ଆନନ୍ଦ ମୁନିଙ୍କ ପାଦେ ଧ୍ରୁବ କର ଯୋଡ଼ି କହଇ କୋମଳ ବାଣୀ ବିନୟ ଆଚରି। ଉତ୍ଥାନ ପାଦ ବୀଜରେ ସୁନତି ଉଦରେ ଶରୀର ବହିଲି ମୁଇଁ ଏ ଘୋର ସଂସାରେ। ଧ୍ରୁବ ନାମ ବୋଲାଇ ଅଧ୍ରୁବ ନାମ ମୋର ନିର୍ମଳ ମାନସେ ମୁହିଁ ମନ୍ଦିରୁ ବାହାର। ଅନାଥ ହୋଇ ମିଳିଲି ଏ ଘୋର କାନନେ ସନାଥ ହୋଇଲି ଏବେ ତୁମ୍ଭ ଦର୍ଶନେ। ନିରାଶ ଶରୀର ମୋର ଏଣେ କାର୍ଯ୍ୟ ନାହିଁ ବଞ୍ଚିତ ହୋଇଲି ନୃପ ସିଂହାସନେ ମୁହିଁ। ପୂର୍ବେ କୋଟି ଜନ୍ମେ ମୁଁ ନ କଲି ତପରାଶି ଏବେ କଲି ଚିତ୍ତ ନୃପ ସିଂହାସନେ ବସି। ଏଣୁ ମୁଁ ନିରାଶ ଚିତ୍ତେ ପଶିଲି ବନସ୍ତେ ସ୍ଥିର ଭାବେ ମନ ମୋ ରହେ ଅନ୍ତର୍ଗତେ। ଏମନ୍ତ ଧ୍ରୁବର ବାଣୀ ଶୁଣି ମୁନି ଗଣ ତାର ମୁଖ ଚାହିଁ ସେ କହନ୍ତି ଜଣେ ଜଣ। ସ୍ୱଭାବେ ମଧୁରାକୃତି ଦେଖି ତା ବଦନ ସୁଧାର ଅଧିକ କହେ ମଧୁର ବଚନ। ଅତି ଦୟା ଚିତ୍ତେ ବସି ଧ୍ରୁବର ସମୀପେ ଦୟା ଚିତ୍ତେ ମୁନି ଏ ବୋଲନ୍ତି ଏକେ ଏକେ। ଋଷି ଉବାଚ ଆହେ ବାଳ ବିଶାଳ ଖାୟ ମହିରାଜ ସୁତ ବିଚାରି ନ ପାରିଲୁ ତୋହର ଅନ୍ତର୍ଗତ ନିବେଦନ କାରଣ ଆମ୍ଭର ଆଗେ କହ। ତୋର ବାକ୍ୟ କୁହେ ଲାଗଇ ସନ୍ଦେହ ସ୍ୱଭାବେ ବାଳକ ତୋର ଅର୍ଥ ଚିନ୍ତା ନାହିଁ। ରାଜପୁରେ ଜନନୀର ସଙ୍ଗେ ଥାଉ ତୁଇ ଅଦିବ୍ୟାଧି ନ ଦେଖୁ ତ ତୋହର ଶରୀରେ ନିବେଦ୍ୟ କାରଣ କହ। ଆମ୍ଭର ଆଗରେ ଯୁବା କାଳେ ଭୋଗ ଯେବେ ନ ପାଆନ୍ତି ନର ସ୍ୱଭାବେ ବୈରାଗ୍ୟ ଜନ୍ମ ହୁଅଇ ଶରୀର। ସପ୍ତଦ୍ୱୀପ ମଧ୍ୟରେ ତୁ କୁମର ସ୍ୱଭାବେ କି କାରଣେ ପଶିଲୁ ବାଳ ଭାବେ। ଯୁବା ନୁହଁ ବୃଦ୍ଧ ନୁହଁ ବ୍ୟାଧି ଦେହ ନାହିଁ ବାଳ କାଳେ ଅରଣ୍ୟ ପଶିଲୁ କାହିଁ ପାଇ। ଏମନ୍ତ ପ୍ରକାରେ ଶୁଣି ମୁନିଙ୍କ ବଚନ ଗଦ ଗଦ ବାକ୍ୟ କହେ ନୃପତି ନନ୍ଦନ। ଶୁଣ ହେ ସକଳ ବ୍ରହ୍ମ ମୁନିଗଣ ଧୀରେ ନିବେଦ୍ୟ କାରଣ କହେ ତୁମ୍ଭର ଛାମୁରେ। ରାଜା ସେବା ଅର୍ଥେ ମତେ ଜନନୀ ପେଶିଲା ମୋର ଧାତ୍ରୀ ପିତା ଆଗେ ନେଇ ବସାଇଲା। ପିତାଙ୍କ ଚରଣେ ମୁହିଁ ନମସ୍କାର କରି ଉଭା ହୋଇଅଛି ମୁଁ ଧାତ୍ରୀ ବସ୍ତ୍ର ଧରି। ମୋର ଭାଇ ଉତ୍ତମକୁ ଦେଖି ପିତା କୋଳେ ମୁହିଁ ଧରିବାକୁ ଯାଇ ଧଇଲି ଅଞ୍ଚଳେ। ତାହା ଦେଖି ସୁରୁଚି ମୋ ମାତା ସ୍ୱପତ୍ନୀ ଅନେକ ଭର୍ତ୍ସନା କଲା ସଉତୁଣୀ ଘେନି। ଆପଣା ପୁତ୍ରକୁ କଲା ଉତ୍ତମ ସ୍ୱଭାବ ଅନେକ ନିନ୍ଦିଲା ମତେ ନିନ୍ଦିତ ପ୍ରସ୍ତାବେ। ଅଭାଗିନୀ ଗର୍ଭୁ ହେଲା ଜନମ ତୋହର ଦେଖ ଅତି ଭାଗ୍ୟବନ୍ତ ମୋହର କୁମର। ଏ ଗର୍ଭେ ଜନ୍ମିଲୁ ନୃପ ସିଂହାସନ ପାଇଁ ମୋର ଗର୍ଭେ କିମ୍ପା ଜନ୍ମ ନ ଲଭିଲୁ ତୁଇ। ତୋହର ମାତାର ପୂର୍ବେ କିଛି ପୁଣ୍ୟ ନାହିଁ ସେ ଗର୍ଭେ ଜନ୍ମିଲୁ ସୁଖ ଲଭିବୁ ତୁ କାହିଁ। ଦୁର୍ଭାଗୀର ପୁତ୍ର ହୋଇ ନୃପ ସିଂହାସନେ ତୋର ପୁଣ୍ୟ ନାହିଁ ଏବେ ବସିବୁ କେଶନେ। ଏମନ୍ତ ପ୍ରକାରେ ମୋର ମାତା ନିନ୍ଦା କଲା ଧିକ ଧିକ ଜନ୍ମ ବୋଲି ବହୁ ଝିଙ୍କାସିଲା। ମୁଁ କାନ୍ଦି କହିଲି ନିଜ ଜନନୀ ଅଗ୍ରତେ ତପ କରିବାକୁ ମାତା ଆଜ୍ଞା ଦେଲେ ମୋତେ। ବୋଇଲେ ସଂସାର ସାର ତପସ୍ୟା କରିଣ ଉଚ୍ଚ ନିଚ ମଧ୍ୟ ଦେଖ ସଂସାର ଧାରଣ। ନୃପ ସିଂହାସନ ଯେବେ ବାଞ୍ଛା ଅଛି ତୋର ଏ ନର ଦେହେ ପୁତ୍ର ତପ ସିଦ୍ଧ କର। ଏମନ୍ତ ଜନନୀ ମୁଖୁ ଉପଦେଶ ପାଇ ତପସା ଦେ ଘୋର ବନେ ପ୍ରବେଶ ହେଲଇଁ। ନିବେଦନ କାରଣ କହିଲି ତୁମ୍ଭ ଆଗେ ପଶି ବନେ ଭାଳଇ ମୁଁ ବାଳକ ସ୍ୱଭାବେ। ଏମନ୍ତ ଧ୍ରୁବର ବାକ୍ୟ ମୁନିଗଣ ଶୁଣି ଅନ୍ୟରେ ଚାହିଁ ସେ କହନ୍ତି ମନେ ଗୁଣି ଦେଖ ଏ କ୍ଷତ୍ରିୟ ତେଜ ସଂସାରେ ଦୁସ୍ତର। ପୁଣି ଧ୍ରୁବ ମୁଖ ଚାହିଁ କହନ୍ତି ମଧୁର ଆମ୍ଭର କି ସାଧ୍ୟ କର୍ମ ତୋର ଉପକାର ନିଶ୍ଚୟ କରିଣ କହ ଆମ୍ଭର ଆଗର। ତୋର ମନୋରଥ ଆମ୍ଭେ ଜାଣିବୁ କେମନ୍ତ ଭ୍ରାନ୍ତି ଛାଡ଼ି କରି କହ ଆମ୍ଭର ଅଗ୍ରତ। ଶୁଣି ମାବ ଭୁନିଜନେ ମୋର ମନୋରଥ ପିତାଙ୍କର ଦୁର୍ଲଭ ପୁତ୍ର ଉତ୍ତମ ମୋ ଭ୍ରାତ। ପିତାର ସମୀପେ ବସେ ନୃପ ସିଂହାସନେ ତାହାଙ୍କୁ ମୋହର କିଛି ଆନ ନାହିଁ ମନେ। ତୁମ୍ଭେ ମତେ ସାହା ହୁଅ ଏ ଘୋର କାନନେ ଉପଦେଶ କୁହ ମୁନି ନିସ୍ତାର ଯେସନେ। ଶରୀର ବାଳକ ମୋର ବୁଦ୍ଧି ବାଳ ନୁହେଁ କହିଲି ତୁମ୍ଭର ଆଗେ ଚିତ୍ତର ନିର୍ଣ୍ଣୟେ। ମୋର ମନ କହେ ତୁମ୍ଭେ ଶୁଣ ମୁନି ଗଣ ଯେବେ ଅଭିମାନେ ମୁହିଁ ପଶିଲି ଘୋର ବନ। ଯେ ପଦକୁ ପୂର୍ବେ ତପେ କେହି ଲଭି ନାହିଁ ଇନ୍ଦ୍ର ଆଦି ଦେବତାଙ୍କୁ ଗୋଚର ନୁହଁଇ।
ତ୍ରିଲୋକ ଉପରେ ସର୍ବବନ୍ଦିତ ଯେ ସ୍ଥାନ, ତହିଁ ବସିବି ନିଶ୍ଚିନ୍ତେ ପଇ ମୋ ମନ। ମୋର ପିତାମହ ଯାହା ନ ପାଇଲେ, କଳ୍ପାନ୍ତରେ ଯାହା ନ ପାଇଲେ ଭଲେ, ସେ ଭୁବନ ଯେଉଁ କାଳେ ବସିବ ହିଁ ମୁହିଁ, ତହିଁର ଉପାୟ ମୋତେ କହ ଭାବ। ଧନ୍ୟ ରାଜ୍ୟ ଭୋଗ ମୋର ପ୍ରୟୋଜନ ନାହିଁ, ଏତେ କହି ମୁନିଙ୍କ ଚରଣେ ପ୍ରଣମୟୀ। ଧ୍ରୁବର ବଚନ ଶୁଣି ସର୍ବମୁନି ଗଣ, ଅନ୍ୟରେ ମିଳି ଯେ କହନ୍ତି ତୋଷ ମନେ। ମରିଚି ବାଜ ଶୁଣ ହୋ ନୃପନନ୍ଦନ, କହୁ ତୋର ଆଗେ ଯେ ସର୍ବଦେବ ପୁରାଣ ଶାସ୍ତ୍ର ଅନୁଭବ, ବିଷ୍ଣୁର ଚରଣେ ସେବା ଯେ କରେ ନିଶ୍ଚୟ, ଇହ ପର ଲୋକେ ସେ ବାଞ୍ଛିତ ଫଳ ପାଏ। ଅନ୍ୟ ଦେବଙ୍କର ବର ଅନୁଭବେ ସରେ, ବିଷ୍ଣୁର ପ୍ରସନ୍ନେ ଭୋଗ ଭୁଞ୍ଜେ ନିରନ୍ତରେ। ଅତ୍ରି କହେ ଶୁଣ ବାବୁ ସୁନୀତି କୁମର, ନାରାୟଣ ସନ୍ତୋଷେ ନିର୍ମଳ ତପକର। ସେ ନାରାୟଣ ପ୍ରଭୁ ଯାହାକୁ ତୋଷ ହୋଇ, ମନର ବାଞ୍ଛାରୁ ସେ ଅଧିକ ଫଳ ପାଇ। ଅକ୍ଷୟ ସ୍ଥାନରେ ତୁ ପାଅ ଅଧିକାର, ବିଘ୍ନ କରି ନ ପାଆନ୍ତି ଶିବ ସିଦ୍ଧ ସୁର। ଏ ସତ୍ୟ ବଚନ ମୋର କରି ହରି ଧ୍ୟାନ, ଅଳ୍ପ ଦିନେ ଲଭିବୁ ଅକ୍ଷୟ ଦିବ୍ୟ ସ୍ଥାନ। ଅଙ୍ଗିରା ଉବାଚ ଅଙ୍ଗିରା କହନ୍ତି ଶୁଣ ନୃପତି କୁମର, ଭାବେଣ ଗୋବିନ୍ଦଙ୍କ ଚରଣେ ଆଶ୍ରା କର। ବିଷ୍ଣୁ ବାହ୍ୟାଭ୍ୟନ୍ତରେ ଯାହାର ନିବାସ, ଆତ୍ମା ରୂପେ ସର୍ବଭୂତେ ଯାହାର ଅଭ୍ୟାସ। ଅଗ୍ରସ୍ଥାନେ ବସିବାକୁ ଇଚ୍ଛା ଯେବେ ତୋର, ସର୍ବଭାବେ ବିଷ୍ଣୁର ଚରଣେ ଆଶ୍ରା କର। ପୁଲ ଉବାଚ ପରମ ବ୍ରହ୍ମ ପରମ ଧାମ, ପରାପର ନାହିଁ ବିଶ୍ୱ ବାହ୍ୟ ଅଭ୍ୟନ୍ତରେ ଯାର ବିଶ୍ୱ ଦେଇ, ସେ ହରି ଚରଣେ ଆଶ୍ରା କର ଦୃଢ଼ ଚିତ୍ତେ। ତ୍ରିଲୋକ୍ୟ ଦୁର୍ଲଭ ସ୍ଥାନ ଲଭିବୁ ଯେ ମତେ। କୃତୁ କହେ ଶୁଣ ବୀର ମୋହର ବଚନ, ଯେ ଯଜ୍ଞ ପୁରୁଷ ଭୁଞ୍ଜେ ଏ ତିନି ଭୁବନ, ତାହାର ପ୍ରସନ୍ନେ ଯେ ଦୁର୍ଲଭ ଲଭେ ପ୍ରାଣୀ, ମୁଁ ଏକା ଜାଣଇ ସର୍ବଶାସ୍ତ୍ର ପରିମାଣି। ପୁଲସ୍ତ କହନ୍ତି ଧ୍ରୁବ ଶୁଣ ଏକ ଚିତେ, ଇନ୍ଦ୍ରାଦି ଦୁର୍ଲଭ ସ୍ଥାନ ଲଭିବୁ ଯେ ମତେ। ଘୋର ତପେ ବିଷ୍ଣୁର ଚରଣେ ଆଶ୍ରା କର, ଦୁର୍ଲଭ ଆସନେ ବସି ଭୁଞ୍ଜ ଭୋଗ ସାର। ବଶିଷ୍ଠ କହନ୍ତି ଶୁଣ ନୃପତି ନନ୍ଦନ, ତପ ବଳେ ବାସୁଦେବ କର ଦୃଢ଼ ଦାନ। ପରମ କୈବଲ୍ୟ ଦାତା ପ୍ରଭୁ ଚକ୍ରଧର, ତାହାଙ୍କ ପ୍ରସନ୍ନେ କି ଦୁର୍ଲଭ ଗୋଚର। ଧ୍ରୁବ ଉବାଚ ଶୁଣିବେନି କର ଧ୍ରୁବ ଶିରେ ଦେଇ ତୋଷେ, ପୂର୍ଣ୍ଣ ପ୍ରଣମିଲା ଭକ୍ତିର ବିଶ୍ୱାସେ। ତୁମ୍ଭ ଉପଦେଶ ଯେବେ ହରିଙ୍କି ଭଜିବି, ଉପାୟ କହିବା ମତେ କେମନ୍ତ ପାଇବି। ସାଂଖ୍ୟ ଯୁଗ କିବା ତପ ମନ୍ତ୍ର ଧ୍ୟାନେ, ପ୍ରାଣାୟାମ ବଳେ କିବା ନିଶ୍ଚଳ ଆସନେ, କେମନ୍ତେ ପାଇବି ଅଳ୍ପ ଦିନେ ତପ କରି। ସ୍ୱଭାବେ ବାଳକ ମୋହି ଦୁଃଖୀ ଦୁରାଚାରୀ, ଯେ ଅପରାଧେ ଯିବି ହରିଙ୍କ ଚରଣ, ପ୍ରସନ୍ନ ବଦନେ ମତେ କୁହ ମୁନିଗଣ। ଏମନ୍ତ ବାଳକ ବାକ୍ୟ ଶୁଣି, ସପ୍ତ ଋଷି ଗଣେ ଏକ ଚିତ୍ତେ ପରିମାଣି। ଋଷୟ କହନ୍ତି ଯେ ଧ୍ରୁବ ଶୁଣ ନିର୍ବାଣ ପ୍ରକାର, ଯେଉଁ ଧ୍ରୁବ ଶୁଣ ନିର୍ବାଣ ପ୍ରକାର, ଯେଉଁ ଅପରାଧେ ବାବୁ ନିସ୍ତରୀଣ ନର। ପ୍ରତ୍ୟାହାର ବିଷୟ ବଳେ ଯେ ଇନ୍ଦ୍ରିଗଣ, ବାହାର ଭିତର ମନେ କରନ୍ତି ଗମନ। ଇନ୍ଦ୍ରକ ବିଷୟ ମନ ନିଶ୍ଚଳ ନିରଦି, ଗୁରୁ ବାକ୍ୟ ସାଧନା ବିଧାନ ଏ ପ୍ରସିଦ୍ଧି। ଜାଗ୍ରତ ସ୍ୱପ୍ନ ମଧ୍ୟେ ଦୁରୀୟ ଭୂମି ସ୍ଥାନ, ପଞ୍ଚପ୍ରାଣ ନିରୋଧନ କରେ ତତ୍ତ୍ୱ ଜ୍ଞାନ। ବାହ୍ୟ ଅନ୍ତେ ଜଳ ଘଟେ ଗଗନ ଯେସନ, ସେହି ଭାବେ ସର୍ବ ଘଟେ ତେକି ଦିବ୍ୟ ସ୍ଥାନ। ଜ୍ଞାନେ ନାଭିଚକ୍ର ଊର୍ଦ୍ଧ୍ୱ ଦେଖ, ତହିଁ କି ଅଙ୍ଗୁଳି ପୀତବନ ପ୍ରାୟ ଦିଶେ ହୃଦୟ କମଳେ। ଦ୍ୱାଦଶ ପାଖୁଡ଼ା ମଧ୍ୟେ ଷୋଡ଼ଜେ କେଶର, ଅଗ୍ନି ଚନ୍ଦ୍ର
ଅଗ୍ନିଚନ୍ଦ୍ର ସୂର୍ଯ୍ୟ ଦିଶେ ମଣ୍ଡଳ ଆକାର, ତାର ମଧ୍ୟରେ ଧ୍ୟାନ କରି ଚିନ୍ତ ଦିବ୍ୟ ରୂପ, ସର୍ବଭୂତାଶ୍ରୟ ଯେ ପୁରୁଷ ତମ କଳ୍ପ, ସେହି ସ୍ଥାନେ ବସତୁ ଆସନ ଦୃଢ଼ କରି, ନାରାୟଣ ମନ୍ତ୍ର ଯେ ଜପ ତୁ ହୃଦେ ଧରି, ଏହି ମନ୍ତେ ପୂର୍ବେ ଜପି ସ୍ୱୟଂଭୂ ମନି ସୃଷ୍ଟି ହେତୁ ଧ୍ୟାନ କଲା ବ୍ରହ୍ମା ସୃଷ୍ଟି ହେତୁ ସାଧ୍ୟ କଲା ବ୍ରହ୍ମା ନିଜ ତନୁ, ସାଧୁ ଜନେ ଏହି ଭାବେ କର ଦୃଢ଼ ଚିତ, ସଂସାର ନିସ୍ତାର କହେ ବିପ୍ର ଜଗନ୍ନାଥ। ଇତି ଶ୍ରୀମଦ୍ ଭାଗବତେ ମହାପୁରାଣ ପରମହଂସ ସଂହିତାଏ 82 ଚତୁର୍ଥ ସ୍କନ୍ଧେ ଧ୍ରୁବ ଚରିତ ନାମ 8ମ ଅଧ୍ୟାୟ।